ইতিমধ্যে 2024 সাধারণ নির্বাচনের বিগুল বাজি সারিছি এবং বিভিন্ন দল সেমানଙ୍କର প্রার্থী মধ্য ঘোষণা করে সারিছন্তি। ସବୁଠାରୁ গুরুত্বপূর্ণ ভূমিকা গ্রহণ করছে ব্রহ্মপুর নির্বাচন মণ্ডলী। ব্রহ্মপুর নির্বাচন মণ্ডলীরে দুই জনଙ୍କର লড়াই জোরদার হব বলি মধ্য যা সাধারণ খটিরে মধ্য জনা পড়ছি। গোটে পটে বিজেডি তার প্রার্থী ঘোষণা করে সারিছি, বিজেপি মধ্য প্রার্থী ঘোষণা করে সারিছি, কিন্তু কংগ্রেস আজ পর্যন্ত প্রার্থী ঘোষণা করে পারিলা না। যদি বিজেপি বিজেডি মধ্যে যদি কইপারিবা তাহলে গুরু শিষ্যଙ୍କର লড়াই জোরଦାର ହେବ ବୋଲି ମଧ୍ୟ ଚା କଟରୁ ମଧ୍ୟ ଆରମ୍ଭ କରି ସାଧାରଣ ଜାଗାରେ ମଧ୍ୟ ଚର୍ଚ୍ଚା ଜୋରଦାର ଧରିଛି। ଆମ ପାଖରେ ରହିଛନ୍ତି ବିଜେପିର ଯିଏ ପ୍ରାର୍ଥୀ ରହିଛନ୍ତି କେ ଅନିଲ କୁମାର, ତାଙ୍କ ସହିତ ଆମେ ଆଲୋଚନା କରିବା। କ'ଣ କହିବେ? ଯେଉଁଭଳି ଭାବରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ରୂପେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ବିଜେପି ଆପଣଙ୍କ ଉପରେ ଭରସା କରି ଆପଣଙ୍କୁ ପ୍ରାର୍ଥିତ୍ୱ କରିଲା ମଇଦାନକୁ ମଧ୍ୟ ଛାଡ଼ିବେ ଏବଂ ଭୋଟରଙ୍କ ନିକଟକୁ ଯିବେ। ଅନ୍ୟପଟେ ଗତକାଲି ପାଞ୍ଚ ଥର ବିଧାୟକ ଯିଏ ବିଜୁ ଜନତା ଦଳ ରହିଥିଲେ ପୁଣି ଥରେ ତାଙ୍କୁ ଷଷ୍ଠ ଥର ବିଧାୟକ ଭାବରେ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜୁ ଜନତା ଦଳ ପକ୍ଷରୁ। କେମିତି ରହିବ ଉଭୟଙ୍କ ମଧ୍ୟରେ, ଯେହେତୁ ପୂର୍ବତନ ବିଧାୟକଙ୍କର ଆପଣ ରିପ୍ରେଜେଣ୍ଟେଟିଭ ମଧ୍ୟ ରହିଥିଲେ, ପ୍ରତିନିଧିତ୍ୱ ମଧ୍ୟ କରୁଥିଲେ, କେମିତି ରହିବ ଆପଣଙ୍କର ରଣନୀତି? ଆଜ୍ଞା, ଆମେ ବ୍ରହ୍ମପୁର ମୁଁ ତାଙ୍କ ସାଥିରେ 25 ବର୍ଷ ଥିଲି। ତାଙ୍କେ 4-5 ଥର ଏମଏଲଏ ହେଲେ, କିନ୍ତୁ ବ୍ରହ୍ମପୁରର କିଛି ଡେଭଲପମେଣ୍ଟ ପାଇଁ ତାଙ୍କେ ଚିନ୍ତାଧାରା କଲେନି। ସେଥିପାଇଁ ମୁଁ ମୋଦିଜୀଙ୍କର କାର୍ଯ୍ୟ ଆଉ ତାଙ୍କର ଚିନ୍ତାଧାରା ଦେଖିକି ମୁଁ ବିଜେପି ଜଏନ୍ କଲି। ଆଉ ମୋତେ ବିଜେପି ମୋଦିଜୀ ମୋତେ ବିଶ୍ୱାସ ରଖିକି ମୋତେ ବ୍ରହ୍ମପୁର ନିର୍ବାଚନର ପ୍ରାର୍ଥୀ କଲେ ବିଜେପି ତରଫରୁ। ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଜଣାଉଛି। ଆଉ ଆମର ମେନ୍ ମୁଦ୍ଦା ରହିବ ଯେଉଁ ବ୍ରହ୍ମପୁରର ସମସ୍ୟା ଅଛି, ପାଣି ସମସ୍ୟା, ଟ୍ରାଫିକ୍ ସମସ୍ୟା, ହେଲ୍ଥ ସେକ୍ଟର, ମେଡ଼ିକାଲରେ ଆଜ୍ଞା ଇନଫ୍ରାଷ୍ଟ୍ରକ୍ଚର ଅଛି, ଡକ୍ଟର୍ସ ନାହାନ୍ତି କି ସଫିସିଏଣ୍ଟ ଷ୍ଟାଫ୍ ନାହାନ୍ତି। ରିଙ୍ଗ ରୋଡ଼ ଡିକ୍ଲେୟାର କରିଦେଲେ, ଏବେ ଯାଏ ରିଙ୍ଗ ରୋଡ଼ ହେଇନି। ଫ୍ଲାଇଓଭର, 2ଟା ଯାକ ଫ୍ଲାଇଓଭର, ଗେଟ୍ ବଜାର ଫ୍ଲାଇଓଭର ଷ୍ଟାର୍ଟ ହେଇଯାଉଛି, କାମ ଷ୍ଟାର୍ଟ ହେଇଯାଉଛି। ଶୁଣୁଛୁ ଆମେ ଲାଷ୍ଟ 10 ବର୍ଷ ହେଲା କିଛି କେଉଁ ଫ୍ଲାଇଓଭର ବି ହେଇନି। ସେସବୁ ମୁଦ୍ଦା ନେଇକି ଆମେ ଜନସାଧାରଣ ପାଖକୁ ଯିବୁ, ଭୋଟ ଭିକ୍ଷା କରିବୁ। ଆଉ ଯେଉଁ ଆଜି ଯେଉଁ ମୋଦିଙ୍କର ଯୁବ ଗୋଷ୍ଠୀ ଯେଉଁ ମୋଦିଙ୍କୁ ଲାଇକ୍ କରୁଛନ୍ତି, ସବୁ ଯୁବ ମହିଳା ସବୁ ଯେଉଁ ମୋଦିକୁ ଲାଇକ୍ କରୁଛନ୍ତି, ସେ ତାଙ୍କମାନଙ୍କୁ ଧରିକି ମୁଁ ଲଢ଼େଇ କରିବି ଆଜ୍ଞା। ତାହେଲେ ଏଠି ଗୋଟେ କଥା ହେଉଛି, ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଛି ବ୍ରହ୍ମପୁର ଏମ୍କେସିଜି। ବ୍ରହ୍ମପୁର ଏମ୍କେସିଜିର ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି। କେତେବେଳେ ରୋଗୀମାନେ ହଇରାଣ ହେଉଛନ୍ତି, କେତେବେଳେ ଡାକ୍ତର ନଥାଉଛନ୍ତି, ବିଭିନ୍ନ ସମୟ ରହିଲା। ଇଏ ଗୋଟେ ପ୍ରମୁଖ ମୁଦ୍ଦା ରହିଲା, ଭୋଟରଙ୍କ ନିକଟକୁ ଯିବେ। ଆଉ ଗୋଟେ କଥା ରହୁଛି, ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ, ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଏ ସମ୍ପୂର୍ଣ୍ଣ ମୁଦ୍ଦାକୁ ନେଇକି ଭୋଟରଙ୍କ ନିକଟକୁ ଯିବେ, ଭୋଟରଙ୍କ ଠାରେ କେମିତି ଉପସ୍ଥାପନ କରିବେ, ଆଉ ଯେଉଁ ଭୋଟରମାନଙ୍କ ପାଖକୁ ଯିବେ ଆପଣ ସେ ଭୋଟରଙ୍କ ନିକଟରେ କ'ଣ ଆସ୍ଥା ଭାଜନ କରିବେ? ଆଜ୍ଞା, ଆମେ ମୋଦିଜୀଙ୍କର କାର୍ଯ୍ୟଶୈଳୀ ସବୁ ଜନସାଧାରଣ ପାଖକୁ ଯିବୁ, ଭୋଟ ଭିକ୍ଷା କରିବୁ। ଆଉ ବ୍ରହ୍ମପୁର ମୌଳିକ ସମସ୍ୟା ଯେଉଁ ଯାହା ଅଛି, ଆମେ ପାୱାରକୁ ଆସିଲେ ସେ ଯାହା ସବୁ କମ୍ପ୍ଲିଟ୍ କରିବୁ ବୋଲି ଆମେ କହିବୁ। ଆଉ ତାଙ୍କର ଆଶୀର୍ବାଦ ଆଉ ପ୍ରାର୍ଥନା ମାଗିବୁ। ତାହେଲେ ମୋଟାମୋଟି ଭାବରେ ଆପଣ ମୋଦିଜୀଙ୍କର ଯେଉଁ କାର୍ଯ୍ୟଶୈଳୀ ରହିଛି, ମୋଦିଜୀଙ୍କର ଯେଉଁ ଜନକଲ୍ୟାଣ ଯୋଜନା ରହିଛି, ସେଥିରେ ଆପଣ ପ୍ରଭାବିତ ହେଲେ। ଜନକଲ୍ୟାଣ ଯୋଜନା ଗୁଡ଼ିକୁ କିଭଳି ଭାବରେ ଭୋଟରଙ୍କ ନିକଟକୁ ପହଞ୍ଚାଇବେ ତାହା ମଧ୍ୟ ଆପଣ ସ୍ଥିର କରିବେ। ଏ ଯେଉଁ ଜନକଲ୍ୟାଣ ଯୋଜନା ରହିଛି, ପୂର୍ବରୁ ମଧ୍ୟ ଅନେକ କାର୍ଯ୍ୟ କରିସାରିଛନ୍ତି, ଆପଣ ପ୍ରଭାବିତ ହେଲେ। ଏ ପୂର୍ବ ଅତି ନିକଟରେ ମଧ୍ୟ ଯାହା ରାଜନାଥ ସିଂ ଆସିଥିଲେ, ସେଥିରେ ଆପଣ ଦଳୀୟରେ ମଧ୍ୟ ବିଜେପି ଦଳରେ ମଧ୍ୟ ଯୋଗ ଦେଇଥିଲେ। ଯୋଗ ଦେବା ପୂର୍ବରୁ ଆପଣ କ'ଣ ପ୍ଲାନିଂ ରହିଥିଲା? ଆଜ୍ଞା, ମୋତେ ପ୍ରାର୍ଥୀ କରିବା ବୋଲି ମୁଁ ଜଏନ୍ କରିନଥିଲି। ମୋଦିଙ୍କର ଚିନ୍ତାଧାରା ଦେଖି ମୁଁ ପାର୍ଟିରେ ଜଏନ୍ କରିଥିଲି। ଆମକୁ ଲୋକଙ୍କୁ ସେବା କରିବା ପାଇଁ ଗୋଟେ ଭଲ ପ୍ଲାଟଫର୍ମ ବିଜେପି ପାର୍ଟି ଦେବ ବୋଲି ମୁଁ ଆଶା କରି ବିଜେପିରେ ଜଏନ୍ କରିଥିଲି ଆଜ୍ଞା। ଭୋଟର ଆପଣଙ୍କ ଯେତେବେଳେ ଭୋଟରଙ୍କ ନିକଟକୁ ଯିବେ, ଭୋଟର ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରିବେ? ନିଶ୍ଚୟ ବିଶ୍ୱାସ କରିବେ ଆଜ୍ଞା। କାହିଁକି ଆଗରୁ ବି ରାମଲିଙ୍ଗମ ଟ୍ୟାଙ୍କ ଆମର ପିରିୟଡ଼ରେ ମୋର ଫାଷ୍ଟ ପାୱାରକୁ ଆସୁ ଆସୁ ଗୋଟେ ଟାର୍ଗେଟ୍ ଥିଲା କି ଆମର ହାର୍ଟ ଅଫ୍ ଦ ସିଟି ବ୍ରହ୍ମପୁରରେ ଗୋଟେ ରାମଲିଙ୍ଗମ ଟ୍ୟାଙ୍କ ଗୋଟେ ମଶାଣି ଟାଇପ୍ରେ ପଡ଼ି ରହିଥିଲା, ସେଇଟାକୁ ଡେଭଲପମେଣ୍ଟ କରିବି ବୋଲି ମୁଁ ଲକ୍ଷ୍ୟ କରିଥିଲି। ସେଇଟାକୁ କିଛି ଲୋକ ଲେଟ୍ କରାଇଦେଲେ, କିନ୍ତୁ ସମ୍ପୂର୍ଣ୍ଣ ହେଲା। ଫିର୍ ବି ପୁରା ଫୁଲ୍ ଡିପିଆର୍ଟା ହେଇନି, କିଛି ଜିନିଷ ମାଇନସ୍ କରିଦେଇଛନ୍ତି। ଆମେ ହେଲେ ସେଇଟା ବି ପୂର୍ଣ୍ଣ କରିବୁ ବୋଲି ଭାବୁଛୁ।
ତାହେଲେ ଆପଣ ଆଉ ଗୋଟେ କଥା ହେଉଛି ବ୍ରହ୍ମପୁର ଡେଭଲପମେଣ୍ଟ ଯଦି କଥା କହିବା ତାହେଲେ କେବଳ ମନ୍ଦିର ପୋଖରୀ ପାର୍କ ଏଭଳି ଭାବରେ ଡେଭଲପମେଣ୍ଟ ହୋଇଛି ବୋଲି ଯାହା ଅନୁମାନ ମଧ୍ୟ କରାଯାଉଛି, ଯାହା ଚର୍ଚ୍ଚା ମଧ୍ୟ ଜୋର ରହିଛି, କିନ୍ତୁ ଅନ୍ୟ କୌଣସି ଡେଭଲପମେଣ୍ଟ ହୋଇନି। ଏହାକୁ କେମିତି ଦେଖୁଛନ୍ତି? ହଁ, ଆପଣ କହିବାଟା ଠିକ୍। ବ୍ରହ୍ମପୁରରେ ଆଜ୍ଞା ପଦା ଗାଁରୁ ଯେଉଁ ଲୋକ ଆସିବେ, ଏଇଠି କ'ଣ ଅଛି? ଏବେ ବିଳମ୍ବ ହଉ, ଏବେ ଗୋଟେ ରାମଲିଙ୍ଗ ପାର୍କରେ ଲୋକ ଯାଇକି ବୁଲାବୁଲି କରୁଛନ୍ତି। ଆଉ ବ୍ରହ୍ମପୁର ଆସିଲେ କ'ଣ ଅଛି ଆଜ୍ଞା ବୁଲିବାକୁ? ଆମେ ଏମିତି ଜିନିଷ କରିବାକୁ ପଡ଼ିବ। ବ୍ରହ୍ମପୁର, ଗଞ୍ଜାମରୁ, ଓଡ଼ିଶା ବାହାରୁ ବ୍ରହ୍ମପୁର ଆସିକି ଲୋକ କିଛି ଜିନିଷ ଏଇଠି ଏନ୍ଜୟ କରିବା ଜିନିଷ କି ବୁଲିବା ଜିନିଷ କି ମାର୍କେଟିଂ ପାଇଁ ସୁବିଧା। ଏବେ ପଦା ଗାଁରୁ ଭେଜିଟେବଲ୍ସ ଆଣୁଛନ୍ତି, ତାଙ୍କ ପାଇଁ କୋଲ୍ଡ ଷ୍ଟୋରେଜ୍ ନାହିଁ। ଯଦି ବିକିପାରିଲେନି ସେଟା ଫିଙ୍ଗିକି ପଳାଉଛନ୍ତି ଗରିବ ଚାଷୀମାନେ। ଦେଖନ୍ତୁ ଯାହାକି ଆମେ ଆଲୋଚନା କରିଲେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଯିଏକି ରହିଛନ୍ତି କିଏ ଅନିଲ କୁମାରଙ୍କ ସହିତ ଯେତେବେଳେ ଆମେ ଆଲୋଚନା କରୁଛନ୍ତି, ସେ ପ୍ରମୁଖ ମୁଦ୍ଦା ରହିବ ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲାଉଛନ୍ତି ବ୍ରହ୍ମପୁର ଏମ୍କେସିଜି। ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି, ତାହାରି ଉପରେ ଗୁରୁତ୍ୱ ରଖିବେ ଏବଂ ସେହି ମୁଦ୍ଦାକୁ ନେଇ ଭୋଟରଙ୍କ ନିକଟକୁ ଯିବେ। ଅନ୍ୟ କଥା ଯଦି କହିପାରିବା, କେବଳ ପାର୍କ ମନ୍ଦିର ଛାଡ଼ିଦେଲେ ବ୍ରହ୍ମପୁରରେ କୌଣସି ଡେଭଲପମେଣ୍ଟ ହେଇନି, ସେହି ମୁଦ୍ଦାକୁ ମଧ୍ୟ ନିଆଯିବ। ଏବଂ ପ୍ରମୁଖ ମୁଦ୍ଦା ରହୁଛି ଯେହେତୁ ରାସ୍ତାଘାଟ, ପାନୀୟ ଜଳ। ରାସ୍ତାଘାଟ, ପାନୀୟ ଜଳ ଏଭଳି ଭାବରେ ଅବସ୍ଥା ସଂକଟାପନ୍ନ ହୋଇଛି ବୋଲି ମଧ୍ୟ ସେ ମତ ରଖିଛନ୍ତି। ଆଉ ଏହି ପ୍ରମୁଖ ମୁଦ୍ଦା ନେଇକି ଯିବେ, ଆଉ ଭୋଟରଙ୍କର ଆସ୍ଥାଭାଜନ ହେବେ। ଭୋଟର ନିଶ୍ଚିନ୍ତ ରୂପେ ତାଙ୍କୁ ମଇଦାନକୁ ଯେତେବେଳେ ଓହ୍ଲାଇଛନ୍ତି, ନିଶ୍ଚିନ୍ତ ରୂପେ ତାଙ୍କୁ ବିଧାୟକ ଭାବରେ ଦେଖିବା ପାଇଁ ମଧ୍ୟ ସ୍ଥିର କରିଛନ୍ତି ବୋଲି ଯାହା ସେ ପ୍ରତିକ୍ରିୟା ରଖିଛନ୍ତି। ବ୍ରହ୍ମପୁରରୁ କ୍ୟାମେରା ପର୍ସନ ପ୍ରଶାନ୍ତ ପ୍ରତିନିଧିଙ୍କ ସହ କିରଣ କୁମାର ମିଶ୍ର, ଓଡ଼ିଶା ଭାସ୍କର।